ମଜି ବନ ପଛେ ନରକେ ପଡ଼ିଥାଉ ଜଗତ ଉଦ୍ଧାର ହଉ। ତ ଏଇ ଉକ୍ତିର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଜଗନ୍ନାଥ ପ୍ରଧାନ। ଦେଖନ୍ତୁ, କାଲି ଜଗନ୍ନାଥ ପ୍ରଧାନକୁ ଆରେଷ୍ଟ କରାଯାଇଛି। ଭୁବନେଶ୍ୱର ବିଏମ୍ସି କମିଶନର ଯେଉଁ ଘଟଣାକୁ ନେଇକି ଯେଉଁ ଓଏ ସଂଘ ତରଫରୁ ଦାବି ହେଉଥିଲା ଯେ ଜଗନ୍ନାଥ ପ୍ରଧାନକୁ ଗିରଫ କରାଯାଉ, କାର୍ଯ୍ୟ ବନ୍ଦ କରିଥିଲେ, ତାଙ୍କ ସଂଘ ଆନ୍ଦୋଳନ କରୁଥିଲା। ଯେହେତୁ ଆଗାମୀ ଦିନରେ ଆପଣ ରଥଯାତ୍ରା, ଏଠି ଆପଣ ବାଲେଶ୍ୱରରେ ଆପଣ ବନ୍ୟା ପରିସ୍ଥିତି ସବୁ ଆପଣଙ୍କର କାର୍ଯ୍ୟ ଅବ୍ୟାହତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ୱେ ମଧ୍ୟ ସେମାନେ କାର୍ଯ୍ୟରେ ଯୋଗ ନେଉଥିଲେ। ତେଣୁ ଜଗନ୍ନାଥ ପ୍ରଧାନ ନିଜେ ଅନୁଭବ କଲେ ଯଦି ମୋ ପାଇଁ ଯଦି କାର୍ଯ୍ୟ ବନ୍ଦ ହେଉଛି, ଠିକ୍ ଅଛି, ମୁଁ ଜେଲ୍ ଯିବାଟା ମୋତେ ଏତେ ଫରକ ପଡ଼ିବନି। ଦେଶ ଆଗ, ତାପରେ ହେଉଛି ମୁଁ ସେ ନିଜେ କାଲି କହିଛନ୍ତି। ତେଣୁ ସେଇ ଅନୁସାରେ କାଲି ଡିସିପି ଅଫିସରେ ନିଜେ ତରଫରୁ ନିଜେ ସରେଣ୍ଡର କରିକି କହିଲେ ଠିକ୍ ଅଛି, ମୋର ଯଦି ଭୁଲ ଅଛି, ତୁମେ ଚାହୁଁଛ, ଅନୁଭବ କରୁଛି ଯଦି ବାସ୍ ମୋତେ ଆରେଷ୍ଟ କର। 14 ଦିନିଆ ବିଚାର ବିଭାଗ ହାଜତକୁ ସେ ଯାଇଛନ୍ତି। ଆଉ ତ ଆଜି ନୁହେଁ କାଲି ସେ ବେଲ୍ ପାଇବେ। କିନ୍ତୁ ଦେଖନ୍ତୁ ଏଇଠି ମାନେ କେଉଁ ପରିସ୍ଥିତି ଓଏସ୍ ବାଲା ସଂଘ ମାନେ ସୃଷ୍ଟି କଲେ। ଯେଉଁ ଆଡ଼ିସନାଲ କମିଶନର ରତ୍ନାକର ସାହୁ, ତା ବାବଦରେ କେତେ କ'ଣ ବାହାରିଲାଣି, କିଛି ହେଇନାହିଁ। ତାର ଟଳିମଳି ସବୁ ଖୋଜା ଯିବ, ଖାଲି ଏ କାମ ସରୁ। ତେଣୁ ଏଇଠି ଯେଉଁ ଅଫିସର ମାନେ ଲକ୍ଷ ଲକ୍ଷ ଟଙ୍କା ନେଇ ଦରମା ନେଇକି ଦେଉଛନ୍ତି, ମିଛଟାରେ ଲୋକମାନଙ୍କୁ ଆରୋପ ଲଗାଉଛନ୍ତି, ଏହାର ବ୍ୟବସ୍ଥା ଓଡ଼ିଶାବାସୀ କରିବେ। ଯେଉଁ ରକମ ମାଡ଼ ହେଲା, ୟାଠାରୁ ଡବଲ ମାଡ଼ ସେ ଖାଇବେ, ଅପେକ୍ଷା କରନ୍ତୁ। ବାସ୍ ଏଠି କହିବାର ଥିଲା। ଜଗନ୍ନାଥ ପ୍ରଧାନ ଆଜି କାଲି ବାହାରିବେ। ତେଣୁ ତାଙ୍କର ଜଳାଞ୍ଜଳି ଓଡ଼ିଶା ରାଜନୀତିର ସମସ୍ତଙ୍କୁ ଚକିତ କରିବ। ଆଉ ବିଜେଡି ତ ସେ ରାଜନୀତି କରୁଛି, ତା ରାଜନୀତି କରିବ, ସେଟା ହେଉଛି ବିରୋଧ। ଛାଡ଼, ତା କଥା ଛାଡ଼। ତା ଧର୍ମ ହେଉଛି ରାଜନୀତିର ବିରୋଧ କରିବା। ବାସ୍।